ସଉଦରେ ବିଶେଷ ଧାରଣା ନାହିଁ କିନ୍ତୁ ମୁଁ ଯେତିକି ଜାଣିଛି ସେଥିରେ ପରିବାର ଭିତରୁ କାହାର ଆସିବାର ସମ୍ଭାବନା ଖୁବ୍ କମ୍। କାହାକୁ ଦାୟିତ୍ୱ ଦେବେ କ'ଣ କରିବେ ସେଇଟା ତାଙ୍କ ଉପରେ ନିର୍ଭର କରେ। ମୁଁ କହିଲି ମାନସ ମନ୍ଥନ ତାଙ୍କ ଭିତରେ କ'ଣ ଚାଲିଥିବ ମୁଁ ଜାଣିନି। ମୋ ସାଙ୍ଗରେ କି କିଛି ଆଲୋଚନା କରିନାହାନ୍ତି। ବିଜେଡ଼ିର ନେତାମାନେ ସବୁ ଭେଟ ହେଉଛନ୍ତି, କଥାବାର୍ତ୍ତା ହେଉଛୁ, କିନ୍ତୁ ନିଷ୍ପତ୍ତିଟା ଯାହାଙ୍କ ଉପରେ ନିର୍ଭର କରେ ତାଙ୍କ ସାଙ୍ଗରେ କୌଣସି ଆଲୋଚନା ହେଇନି କି ମୁଁ ଜାଣିନି ସେ ବାବଦରେ କିଛି। ନାଇଁ କାହିଁ ନବୀନ ବାବୁ ତାଙ୍କର ନେତୃତ୍ୱ ନେଉଛନ୍ତି, କାହିଁକି ନବୀନ ବାବୁଙ୍କୁ ପରିବର୍ତ୍ତନ କରିବେ? କାହିଁ ଦେଖୁନି। ଦିଲ୍ଲୀ ଗସ୍ତ କାହିଁକି ଯାଇଥିଲେ ସେଟା ସେମାନେ କହିବେ ଆସିଲେ, କ'ଣ ପାଇଁ ଯାଇଛନ୍ତି ସେଟା ସେମାନେ କହିପାରିବେ। ମୁଁ କହିଲି ସେଟା ତାଙ୍କ ଉପରେ ନିର୍ଭର କରେ, ସେ କ'ଣ ଭାବିକି ଯାଇଛନ୍ତି, କ'ଣ ଚିନ୍ତା କରୁଛନ୍ତି, କ'ଣ ତାଙ୍କ ପାଖରେ ଯୋଜନା ଅଛି, ତାଙ୍କ ରୋଡ଼ ମ୍ୟାପ୍ କ'ଣ, ସେଟା ସେ ବାବଦରେ ସିଏ କହିପାରିବେ। ସେଥିରେ ଅନ୍ୟମାନେ କେହି ଜାଣିବା ବା କହିବା ବା କମେଣ୍ଟ ଦେବା ବା ମତାମତ ଦେବାଟା ସେଟା ଠିକ୍ ନୁହେଁ ଏବଂ ମତାମତ ବି କିଛି ଜାଣିପାରିବେନି। ପରିବର୍ତ୍ତିତ ରାଜନୀତିରେ ଜାତୀୟ ରାଜନୀତି ଏବଂ ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳର ସ୍ଥାନ କେମିତି ଦେଖନ୍ତି? ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ହିସାବରେ ଏକ ଷ୍ଟ୍ରଙ୍ଗ ଆଞ୍ଚଳିକ ଦଳ, ଶକ୍ତିଶାଳୀ ଆଞ୍ଚଳିକ ଦଳ। ବିଭିନ୍ନ କାରଣରୁ ନିର୍ବାଚନରେ ପରାଜୟ ଘଟିଛି ସେଟା ସତ, କିନ୍ତୁ ତାକୁ କିଭଳି ଭାବରେ ସମୀକ୍ଷା କରିକି ସେ ଆଗାମୀ ନିଷ୍ପତ୍ତି ନେବେ ତା ରୋଡ଼ ମ୍ୟାପ୍ ସେ ତିଆରି କରିବେ, ତାଙ୍କ ଦଳ ତିଆରି କରିବ ନା।